Welcome to Deep Insight, the previous class रे ଆମେ ଉପେନ୍ଦ୍ରଙ୍କର ବର୍ଣ୍ଣନାବଳୀ ଗୁଡିକ ଆଲୋଚନା କରିଥିଲେ। ଆଜି ଆମେ ଦେଖିବା ଉକ୍ତ କାବ୍ୟରେ ଯୋଉ ରହିଛି ନାୟିକାର ରୂପ ବର୍ଣ୍ଣନା ହୋଇଥିଲା, ଋତୁ ବର୍ଣ୍ଣନା ହୋଇଥିଲା, ରସପୂର୍ଣ୍ଣ ପଦ ସଂଯୋଜନା ହୋଇଥିଲା, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ଏ ସବୁ ଗୁଡିକ ଆମେ ଦେଖିଥିଲେ। ବର୍ତ୍ତମାନ ଆମେ ଦେଖିବା ପ୍ରେମ ସୁଧାନିଧି, ଯୋଉଠିକି 16 ଛାନ୍ଦ ବିଶିଷ୍ଟ ପ୍ରେମ ସୁଧାନିଧି କାବ୍ୟଟି ଏକ କାଳ୍ପନିକ ପ୍ରେମ କାବ୍ୟ ଅଟେ। ଇଏ ମଧ୍ୟ ତୃତୀୟ କାବ୍ୟଟି ମଧ୍ୟ କାଳ୍ପନିକ ପ୍ରେମ କାବ୍ୟ ଅଟେ। ଏହି କାବ୍ୟର ଶୃଙ୍ଗାର ରସ ଉପଭୋଗ କରିବା ପାଇଁ କବି ରସିକ ପାଠକ ମାନଙ୍କୁ ଉପଦେଶ ଛଳରେ ଲେଖିଛନ୍ତି ଯେ କବି ଅର୍ଥୀ ପଣ୍ଡିତ ସୁହୃଦ ରସିକ ସେହି ଘେନିବ ଏ ଛାନ୍ଦ। ଉଜ୍ଜ୍ୱଳ ରସେ ଗୀତ ହୋଇବ ମାନସ ଯେ କବି ଅର୍ଥୀ ପଣ୍ଡିତ ସୁହୃଦ ରସିକ ସେହି ଘେନିବ ଏ ଛାନ୍ଦ। ଉଜ୍ଜ୍ୱଳ ରସେ ଗୀତ ହୋଇବ ମାନସ ହଂସ ପ୍ରାୟ କିଣିବ। କୋଶଳ ଦେଶର ରାଜପୁତ୍ର ସହିତ ପ୍ରେମ ସୁଧାନିଧିର ପ୍ରଣୟ କାହାଣୀ ଉଚ୍ଚକୋଟୀର ବର୍ଣ୍ଣନା ଶୈଳୀ ମଧ୍ୟରେ ଆଲୋଚ୍ୟ କାବ୍ୟରେ ବର୍ଣ୍ଣିତ ହୋଇଛି। ଏହି କାବ୍ୟ 16 କଳାରେ ପରିପୂର୍ଣ୍ଣ ଅଳଙ୍କାର ଚନ୍ଦ୍ରମା ତୁଲ୍ୟ ବୋଲି କବି ମତ ପ୍ରକାଶ କରିଛନ୍ତି। ଅନାବିଳ ପ୍ରେମ ପ୍ରଣୟର ଶାଶ୍ୱତ ବିରଞ୍ଚି ଏଥିରେ ଝଲସି ଉଠିଛି। ବର୍ତ୍ତମାନ ଆମେ ଦେଖିବା ସୁଭଦ୍ରା ପରିଣୟ। ସ ଆଦ୍ୟ ଅକ୍ଷରରେ ରଖି କବି ସମ୍ରାଟ ରଚନା କରିଛନ୍ତି। ସୁଭଦ୍ରା ପରିଣୟ କାବ୍ୟଟି ଶ୍ରୀକୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କ ପ୍ରଣୟ ଓ ତଜ୍ଜନିତ ବିଫଳ ମନୋଭାବ ବିଳାପ ମାଧ୍ୟମରେ ଏଥିରେ ପ୍ରକାଶିତ। ଦ୍ୱାପରର ବର୍ଣ୍ଣନା ଅତ୍ୟନ୍ତ ରମଣୀୟ ହୋଇପାରିଛି। ଅଳଙ୍କାରର ପ୍ରୟୋଗ, ବହୁ ଅର୍ଥ ବୋଧକ ଶବ୍ଦ ପ୍ରୟୋଗ, ରସ ପରିବେଷଣ, କବିତ୍ୱ ଚାତୁରୀରେ ଏହା ହୋଇଛି ମହୀୟାନ। କବି କାବ୍ୟର ନାମକରଣ ସମ୍ପର୍କରେ କହିଛନ୍ତି ସୁରସ ପୁରାଣ ଚରିତ ଯହୁଁ ସାଧୁ ରସିକ ମାନସକୁ ଆସୁ ସହ ଯେକେ ବର୍ଣ୍ଣ ନିୟମରୁ ସକଳ ମୂର୍ଖକୁ ସନ୍ତୋଷ କରୁ ସର୍ବ କବି ଚିତ୍ତ ସୁପଦ ଆଶ୍ରୟ କରୁ ମୋହିତ। ତାହେଲେ ଆମେ କଣ ଆଲୋଚନା କଲେ? ସୁଭଦ୍ରା ପରିଣୟ ଯେଉଁ କାବ୍ୟଟି ରହିଛି କବିଙ୍କର, ତାହା ସ ଆଦ୍ୟ ଅକ୍ଷରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କାବ୍ୟଟିକୁ ରଚନା କରିଛନ୍ତି। ଶ୍ରୀକୃଷ୍ଣଙ୍କର ଭଉଣୀ ସୁଭଦ୍ରାଙ୍କର ପ୍ରଣୟ ଓ ତଦ୍ଜନିତ ବିଫଳ ମନୋଭାବ ବିଳାପ ମାଧ୍ୟମରେ ଏଥିରେ ବର୍ଣ୍ଣିତ ହୋଇଛି। ଦ୍ୱାପରର ବର୍ଣ୍ଣନା ଅତ୍ୟନ୍ତ ରମଣୀୟ ହୋଇପାରିଛି। ଅଳଙ୍କାରର ପ୍ରୟୋଗ, ବହୁ ଅର୍ଥବୋଧକ ଶବ୍ଦର ପ୍ରୟୋଗ, ରସ ପରିବେଷଣ ଏବଂ କବିତ୍ୱ ଚାତୁରୀରେ ଏହା ହୋଇଛି ମହୀୟାନ। ଦେଖିବା ତାଙ୍କର ନେକ୍ସଟ ରଚନାଟି ଆମେ ଆଲୋଚନା କରିବା କଳା କୌତୁକ। ଆଦ୍ୟ ପ୍ରାନ୍ତ କ ଅକ୍ଷର, ଆଦ୍ୟ କେବଳ ନୁହଁ ଆଦ୍ୟ ପ୍ରାନ୍ତ ଉଭୟ ଭାଗରେ କ ଅକ୍ଷର ରଖି ଏହି କାବ୍ୟଟିକୁ ରଚନା କରାଯାଇଛି। ଏହା ଏକ କୃଷ୍ଣ ଭକ୍ତି ରସାଶ୍ରିତ କାବ୍ୟ। କଳା କୌତୁକଟି କ ଅକ୍ଷର ଆଦ୍ୟ ପ୍ରାନ୍ତରେ ରଖି କବି ରଚନା କରିଛନ୍ତି। ଏହି କାବ୍ୟଟି କୃଷ୍ଣ ଭକ୍ତି ରସାଶ୍ରିତ କାବ୍ୟ ଅଟେ। ପୂର୍ବରୁ ଦୀନକୃଷ୍ଣ ଦାସ କ ଅକ୍ଷର ନିୟମରେ ରସ କଲ୍ଲୋଳ ରଚନା କରିଥିଲେ। ତାହେଲେ ଆମେ କଣ ଜାଣିଲେ? ଦୀନକୃଷ୍ଣ ଦାସ ହଉଛନ୍ତି ତାଙ୍କ ପୂର୍ବରୁ ଯିଏକି କ ଅକ୍ଷର ନିୟମରେ ରସ କଲ୍ଲୋଳ କାବ୍ୟଟି ରଚନା କରି ଯାଇଛନ୍ତି। ଏହି କ୍ଷୁଦ୍ର କାବ୍ୟଟିରେ କବିଙ୍କର ଶବ୍ଦ ବସାଣ ଚାତୁରୀ ଲକ୍ଷଣୀୟ ବିଭାବ। ଚନ୍ଦ୍ରାବଳୀ ଓ କୃଷ୍ଣଙ୍କ ମଧ୍ୟରେ କଳା କେଳି କୌତୁକ ଏହି କାବ୍ୟର ବିଷୟବସ୍ତୁ ଥିବାର ଏପରି ନାମକରଣ କରାଯାଇଛି। କରୁଣାରେ ହେ କରୁଣାକର ହୋଇ ହେତୁକ କରିବି ଚନ୍ଦ୍ରାବଳୀ କୃଷ୍ଣ କଳା କେଳି କୌତୁକ। କଳା କୌତୁକ ଏ ଗୀତ ନାମ ହେବ ଖ୍ୟାତକ। ତାପରେ କଣ ଲେଖିଛି? କରୁଥିବେ ପ୍ରତି ପାଦରେ ବାସ ଆଦ୍ୟ ପ୍ରାନ୍ତକ। ହେଲା, ଏଇଠି ଆମେ କ୍ଲାସ ଟିକୁ ଏଣ୍ଡ କରିବା। ଅବନା ରସ ତରଙ୍ଗ ଟିକୁ ନେକ୍ସଟ କ୍ଲାସ ରେ ଆମେ ଡିସ୍କସନ କରିବା।